ଜୟ ଜଗନ୍ନାଥ ସାଙ୍ଗମାନେ, ଆମେ ଯେମିତିକି ପାର୍ଟ 1ରେ ଲିଙ୍ଗରାଜ ମନ୍ଦିର ବୁଲି ଯାଇଥିଲୁ, ତାପରେ ଆମେ ସେଇଠୁ ସିଧା ବାହାରି ପଡ଼ିଥିଲୁ ଆମର ଏୟାରପୋର୍ଟକୁ। କାରଣ ଆମର ବଡ଼ ବାପା ଯିଏକି ଆସିବାର ଥିଲା ଆଜି। ତ ଦେଖନ୍ତୁ ଏପଟେ ଗୁଗୁ ବଡ଼କୁ ଆମେ ସବୁ ମିଶିକି ଗୋଟେ ଫଟୋ ଉଠେଇଲୁ ସବୁ, କାରଣ ଟ୍ରାଇପୋଡ୍ ଆଣିଥିଲୁ ନା। ତ ଏୟାରପୋର୍ଟରେ ପହଞ୍ଚିଗଲୁଣୁ, ସବୁ ତ ମଜାମସ୍ତି କରିବାକୁ ପଡ଼ିବ। ତ ଆମେ ମଜାମସ୍ତି କଲୁ। ଦେଖନ୍ତୁ ଜାବୁରି କ'ଣ କହୁଛି ନା, କହୁଛି ମୁଁ ଏୟାରପୋର୍ଟ କଥା ଖାଲି ଭାବିଥିଲି, ଆଜି ଆସିଲି ହେରି। ତାପରେ ଏମିତି ଏକା ସମସ୍ତଙ୍କୁ ଆଣିଲୁ। ଦେଖନ୍ତୁ ଦୀପାରାଣୀ ହାଏ କଲାଣି ଏପଟେ। ତାପରେ ଆମେ ଏମିତି ସୁନ୍ଦର ଭ୍ୟୁର ମଜା ନେଇ ଆମେ ଚାଲୁ ଆଗକୁ ଆଗକୁ। ଦେଖନ୍ତୁ ଏୟାରପୋର୍ଟ କେତେ ସୁନ୍ଦର ସତରେ ନାଇଁ। ଦିନରେ ଯେତିକି ସୁନ୍ଦର ନା, ରାତିରେ ରହନ୍ତୁ ଆହୁରି ଦେଖିବେ ଆହୁରି ଅଧିକ ସୁନ୍ଦର ରାତିରେ। ଏଇ ଯେଉଁ ବିମାନଟା ପଛେ ନା, ଏଇଟା ହେଲା ଆମର ଲଢ଼େଇ ବିମାନଟା ସେଇଟା। ତାପରେ ଆମେ ସବୁ ଦେଖି ସାରିବା ପରେ, ତାପରେ ଭୋଳୁ ମୁଁ ଜାବୁରି ଆମେ ସବୁ ଫଟୋ ଉଠାଉଠି କଲୁ। ତାପରେ ଆମ ଫଟୋକୁ ଦେଖି ଦୀପାନନ୍ଦ ଭାଇନାର କହିଲେ ଆମେ ଫଟୋ ଉଠାଉ। ତ ତାଙ୍କେ ଫଟୋ ଉଠାଇଲେ। ତାପରେ ଭାଇନା ଆଗରେ ଗଲା, ଆମେ ପଛରେ ଯାଇକି ଆମେ ଗେଟ୍ ହବାକୁ ପଳେଇଥିଲୁ, କାରଣ ଏପଟେ ଆମ ବଡ଼ ବାବା ଆସିବେ। ତ ଆମେ କିଛି ସମୟ ଅପେକ୍ଷା କଲୁ। ଦେଖନ୍ତୁ କେତେ ପୋଲିସ। ତ ଆମେ ସମସ୍ତେ ଦେଖିଲୁ। ତାପରେ କିଛି ସମୟ ଅପେକ୍ଷା କଲୁ। ତାପରେ ଜଣ ପରେ ଜଣେ ଆସିଥିଲେ, କିନ୍ତୁ ବଡ଼ ବାବା ଆସିବାର ନାଁ ନେଉନଥିଲେ। ଏପଟେ ତ ପୁରା ଗୁଗୁ ପୁରା ବିଜାରିଆ ହେଇଗଲାଣି ଫୁଲ୍। ତାପରେ ଦେଖନ୍ତୁ କେତେ ଲୋକ ଆସିଲେଣି, ଜଣ ପରେ ଜଣେ, କିନ୍ତୁ ଆମ ବଡ଼ ବାବା ତ ଆସୁନାହାନ୍ତି। ଇଏ ତ ବଡ଼ ବାବା ଆସିଗଲେ। ତ ଆମେ ଚାଲୁ ତାଙ୍କ ପାଖକୁ, ପ୍ରଥମେ ତାଙ୍କୁ ମୁଣ୍ଡିଆ ମାରିଦେଲୁ। ଦେଖନ୍ତୁ ଜଣ ପରେ ଜଣେ ହେଇନା ଆସିବେ। ଦେଖନ୍ତୁ ଆମ ଜାବୁରି ପୁରା ସ୍ପିଡ଼ରେ ଆସିଛି ପୁରା ଧାଇଁ, କାରଣ ମୁଣ୍ଡିଆ ମାରିବ ନା। ତ ବଡ଼ ବାବା ବହୁତ ଖୁସି ଥିଲେ, କାରଣ ଆମେ ସମସ୍ତେ ଆସିଥିଲୁ ତ ସେଇଥିପାଇଁ। ତ ଆମେ ଗାଁକୁ ଫେରିବା ବାଟରେ ଆଉ କ'ଣ କଲୁ ଜାଣିବା ପାଇଁ କାହ୍ନା ଲାଇଭ୍ ପଏଣ୍ଟକି ସବସ୍କ୍ରାଇବ୍ କରିଦିଅନ୍ତୁ। ପାର୍ଟ 3 ଯଥା ଶୀଘ୍ର ଆସିବ।